এইটি ମକ୍ରଧ୍ୱଜ। ଆଚ୍ଛା ଏ ଆଜ୍ଞା ଠିକ ଜାଗାରେ ଆପଣ ଆଣିକିରି ପହଞ୍ଚେଇଛନ୍ତି ଆଜ୍ଞା। ପ୍ରତିଟି ସିକ୍ୟୁରିଟି ସର୍ଭିସ ଆଜ୍ଞା ଡେରି କରିବା ନାହିଁ। ଭିତରକୁ ଯିବା ଆଜ୍ଞା ଯିବା ଯିବା ଆଉ ଡେରି କରିବା ନାହିଁ। ନାତୁଣୀ ବାହାଘର ପାଇଁ ସିକ୍ୟୁରିଟି ବୁଝିବାର ଅଛି। ଚାଲ ତାହେଲେ ଅଫିସ ବନ୍ଦ ହେଇଯିବ। ଆଜ୍ଞା ଆପଣ ପ୍ରତିଟି ସିକ୍ୟୁରିଟି ସର୍ଭିସର ଲୋକଟି? ଆଜ୍ଞା ଆଜ୍ଞା ଠିକ ଜାଗାରେ ଆପଣ ଆଣିକିରି ପହଞ୍ଚେଇଛନ୍ତି ଆଜ୍ଞା। ମୁଁ ଜାଣିଛି କଥା ଆଉ। କଣ କି ମୁଁ ସିନା ପାନ ଖାଏ ଦାନ୍ତକୁ ନଷ୍ଟ କରେ କିନ୍ତୁ ପାନର ଗୋଟେ ଜିନ୍ନ ଶକ୍ତି ରହିଛି। ଏଇଭଳିଆ ସିକ୍ୟୁରିଟି ରଖିଛ ଆଜ୍ଞା। ଛାଡି ଦଉନାହାନ୍ତି ଗୋଟେ ଫାଟକରେ ଜଗିଲେ ଆଉ ଜଗିବେ ନାହିଁ ତ? ନା ହଉ ଯିବା। ଆଗରେ ଅଛି ପୁଣି ଷଣ୍ଢ। ଆଜ୍ଞା କଣ ଆଜ୍ଞା ମୋ କଥା କଣ କି ମୋ ନାତୁଣୀର ବାହାଘର ଆଜ୍ଞା। ନାତୁଣୀ ବାହାଘର ମାନେ ଆଜ୍ଞା ବାହାଘରଟା ହବ 1000-1500 ଲୋକଙ୍କର ଆଜ୍ଞା ଖାଇବା ଆୟୋଜନ କରିବି। ଆଜିକାଲି ଲୋକ ଖୋଲିରେ ବପେ ଆଜ୍ଞା ଘାତ କରି ଖସି ସାର ଅଛନ୍ତି ଇଏ ଆଜ୍ଞା ନମସ୍କାର ଆଜ୍ଞା। କଥା କଣ କି ଗୋଟିଏ ବସି ପଡେ ଆଜ୍ଞା। ଜାଗା ଯେମିତି ହେଇଠି ରାଜଭବନ ଆଜ୍ଞା। ପ୍ରତିଟି ସିକ୍ୟୁରିଟି ଆଜ୍ଞା ସର୍ଭିସ ଦିଏ କହିଥିଲା ମିଛ କହି ନଥିଲା। ମୁଁ ଠିକ ଜାଗାରେ ଡାକିଛି ମକ୍ରଧ୍ୱଜ। କଥା ଏଠି ଆମେ ଛିଡେଇଦବା ଆଜ୍ଞା ଆଗକୁ ନବା ନାହିଁ। କାହିଁକି ନା ମୋ ନାତୁଣୀ ବାହାଘର ଇଏ ଗଣ ମାନଙ୍କୁ ଦେଖିକି ଆଜ୍ଞା ଡର ଲାଗୁଛି ଆଜ୍ଞା। ଏତେ ପ୍ରକାର ଆପଣ ସେବା ରଖିଛନ୍ତି ଆଜ୍ଞା ମାନିବାକୁ ପଡିବ। ଆପଣ ଗୋଟେ କାମ କରନ୍ତୁ ଗେଟରେ ଆଜ୍ଞା ଗଣ ମାନେ 2 ଜଣ ରହିବେ ଆଉ ଭିତରେ ଆଜ୍ଞା ଚକର ମାରିବେ। ଚକର 6 ଜଣ ଦେବେ ଆଜ୍ଞା। କାହିଁକି ନା ଆଜିକାଲି ଦେଖୁଛୁ ଆଜ୍ଞା ମାଗଣା ବୋଲି ଆଜ୍ଞା 200 ଟଙ୍କା ଦେବେ 2000 ଟଙ୍କାର ନଷ୍ଟ କରିବେ। ଆପଣଙ୍କୁ ଦାୟିତ୍ୱ ଦେଲି ଆଜ୍ଞା ମୁଁ ସାର୍ ମଧ୍ୟ ଧରିକିରି ଅଛି ଏପଟେ ସାର୍ ଅଛନ୍ତି ଆଜ୍ଞା। ଆପଣଙ୍କ ଦାୟିତ୍ୱ ହେଲା ଆଜ୍ଞା ଡେରି ନ କରିକି ଆଡଭାନ୍ସ କେତେ ପଇସା କଣ ଆପଣ କହିଦେବେ ଆଜ୍ଞା ମୁଁ ମୋର ଛିଣ୍ଡେଇ ଦେବି। ତାପର କଥା ମୁଁ କହିବି ଆଜ୍ଞା ଆପଣ ମୋ କାର୍ଯ୍ୟ ଟିକେ ଛିଣ୍ଡିବା ଦରକାର ଆଜ୍ଞା। ଦେଖୁନାହାନ୍ତି ଆଜ୍ଞା କେମିତି ଅନେଇଛନ୍ତି ଆଜ୍ଞା ମକରଧ୍ୱଜକୁ ଆଜ୍ଞା ଯେମିତି ନନ୍ଦୀ ଘୁରୁକୁଟି ମୋ ସାଇଡରେ ଅଛନ୍ତି। ୟାକୁ ଦେଖିଲେ ତ ମତେ ଡର ଲାଗୁଛି ଆଜ୍ଞା। ଖାଲି ନାତୁଣୀ ପାଇଁ ଆସିବା କଥା କେତେବେଳେ କଣ ହବ ଗୁଳି ଫୁଟିବନି ତ? ପ୍ରଦୀପ ମହାପାତ୍ର ବାବୁ ଆଜ୍ଞା ସବୁ ତ ଆମର ଛିଡ଼ିଲା। ଆମର ଆଉ କିଛି ବାକି ନାହିଁ। ମୁଁ ଆଜ୍ଞା ନାରାୟଣ ଚରଣ ଗୁଣ୍ଡ ମହାନ୍ତି ଆଜ୍ଞା। ଖାଆନ୍ତି ପିଅନ୍ତି କାହାରି ନୁହନ୍ତି କିନ୍ତୁ ଆଜ୍ଞା ଆପଣଙ୍କର ସିକ୍ୟୁରିଟି ସଂସ୍ଥା ଦେଖିକିରି ମୋ ମନ ପୁରା କୁଣ୍ଢେ ମୁଟ ଆଜ୍ଞା। ବିଶ୍ୱାସ କରିବେନି ପୁରା ଟାଇଟ ସିକ୍ୟୁରିଟି ଆଜ୍ଞା। ଆସୁ ଆସୁ ମୋ ଡେଣା ଧରି ପକେଇଲେ ଆଜ୍ଞା। ଭାଗ୍ୟ ଭଲ ମୁଁ କିଛି ନେଇ ନଥିଲି ଯଦି କୁଣ୍ଡ ଟିକେ ଖଣ୍ଡେ ବୋହିଥାନ୍ତି ଆଜ୍ଞା ବହେ ମାଡ଼ ଖାଇଥାନ୍ତି। ସେ କଥା ଛାଡନ୍ତୁ ଆଜ୍ଞା। ମୋ ବାହାଘର ସରିଲା ପରେ ମୁଁ ଟୋକା ଆଣିକିରି ଏଠି 2 ଜଣ ମୋ ନାତି ଟୋକା ଅଛନ୍ତି ଆଜ୍ଞା ବାଡୁଆଠି ତାସ ବାଡଉଛନ୍ତି। ସେମାନଙ୍କୁ ଆଣିକିରି ଏଠି ରଖେଇଦେବେ। ଆଉ 2ଟା ଟୋକା ଅଛନ୍ତି ଆଜ୍ଞା ଛୋଟିଆ ଟୋକା ତାଙ୍କୁ ବି ଟିକେ ରଖେଇଦେବେ। କାହିଁ ବେକାର ହେଇକିରି ବୁଝିବେ କହିଲେ ଆଜ୍ଞା। ହଉ ଆଜ୍ଞା ନମସ୍କାର ଆଜ୍ଞା। ମକ୍ରଧ୍ୱଜ କହିଲେ ହଁ ଚାଲିଲେ।